ଆରେ ସାଧୁ ଭାଇ, ଇଏ ମୁଁ କଣ ଦେଖୁଛି ତୁମ ହାତରେ ତଟକା ତଟକା ପନିପରିବା। ତୁମ ଘରକୁ ତ ଅଧିକାଂଶ ବେଳେ ଆମିଷ ଯାଏ, ଆଜି କଣ ତଟକା ତଟକା ପନିପରିବା ନେଇ ଯାଉଛ? ନା ରେ ଯଦୁ ଭାଇ, ତମେ ତ ଜାଣିଛ ପଞ୍ଚୁକ 5 ଦିନ ବଗ ବି ଆଇଁଷ ଖିଆ ଛାଡିଦିଏ। ଆମେ ତ ମନୁଷ୍ୟ, ଆମେ କଣ 5 ଦିନ ଆଇଁଷ ଖିଆ ଛାଡି ପାରିବା ନାହିଁ? ପଞ୍ଚୁକ 5 ଦିନ ସଇଲା ପରେ ନିର୍ଧୁମ ଆଇଁଷ ଖିଆ ମାଡ ହବ। ଆରେ ଆରେ ଆଶ୍ଚର୍ଯ୍ୟ କଥା, ତୁମେ ପଞ୍ଚୁକ 5 ଦିନ କାହାକୁ ଦୟା ଦେଖାଉଛ? ଏ ଜୀବକୁ, ନା ଏ ଚିକେନକୁ, ନା ଏ ମଟନକୁ, ନା ଏ ମାଛକୁ, ନା ଏ ଅଣ୍ଡାକୁ? କାହାକୁ ଦୟା ଦେଖାଉଛ? ତମେ ତ ଦୟା ଦେଖାଉନ। ଏ ପଞ୍ଚୁକ 5 ଦିନ ତୁମର ପାଟିକୁ ଆଉ ଏ ଶରୀରକୁ ଏକ୍ସରସାଇଜ କରୁଛ। କେମିତି ପଞ୍ଚୁକ 5 ଦିନ ସରିବା ପରେ ତୁମେ ଆଇଁଷ ଖିଆ ପୁଣି ଷ୍ଟାର୍ଟ କରିଦବ। ବନ୍ଧୁ ମାନେ, ଆପଣ 365 ଦିନ ଆମିଷ ଖାଇବେ ନା 365 ଦିନ ନିରାମିଷ ଖାଇବେ? ନା ପଞ୍ଚୁକ 5 ଦିନ ନିରାମିଷ ଖାଇ ସାଧୁ ହେଇଯିବେ? ଏହା ଆପଣଙ୍କ ଭାବନା। ଜୟ ଜଗନ୍ନାଥ।